सो हेलो दोस्तों, कैसे आप लोग? मैं सोच रहा आप एकदम मस्त हूँ, मैं भी मस्त हूँ। କ'ଣ କରିବି, ମୁଁ ହିନ୍ଦୀରେ ହେଇଗଲା। ସୋ ହାଇ ଫ୍ରେଣ୍ଡସ୍, କେମିତି ଅଛନ୍ତି ଆପଣମାନେ? ମୁଁ ଭାବୁଛି ଆପଣମାନେ ବହୁତ ଭଲ ଥିବେ। ମୁଁ ବି ଠାକୁରଙ୍କ ଦୟାରୁ ବହୁତ ଭଲ ଅଛି। ସ୍ୱାଗତ କରୁଛି ମୋର ନ୍ୟୁ ଏକ ବ୍ଲଗ୍କୁ। ବ୍ଲଗ୍ ନମ୍ବର ଆଜି 67। ସୋ ଫ୍ରେଣ୍ଡସ୍, ମୁଁ ଆଜି ଟିକେ ଡ୍ୟୁଟିରୁ ଜଲ୍ଦି ପଳେଇ ଆଇନି, ସେଥିଲାଗି ଆଜି ମାନେ ଜଲ୍ଦି ଭିଡ଼ିଓଟା ହେଇଗଲା। ଆଜି ମାନେ କାଲି ଯେଉଁ ବ୍ଲଗ୍ ନମ୍ବର 66 ପୁରା ବ୍ଲଗ୍ଟା ମାନେ କ'ଣ ହେଇଛି ନା, କାଲି ରାତିରେ ଶୋଇପଡ଼ିନି। ମାନେ ଭିଡ଼ିଓଟା ଏଡ଼ିଟିଂ କରିକି କ୍ୟାପକଟ୍ରେ ଏଡ଼ିଟିଂ ହେଉଛି ନା, ମାନେ ଏଡ଼ିଟିଂ କରିସାରିଲା ପରେ ଯେଉଁ ଡାଉନଲୋଡ଼୍ଟା ହେବ, ଡାଉନଲୋଡ଼୍ ହେବା ଲାଗି ଟିକେ ବହୁତ ଟାଇମ୍ ଲାଗିଲା। ସେଥିଲାଗି ମୁଁ ଭାବିଲି ମୁଁ ଟିକେ ଶୋଇକି ଉଠିଲା ବେଳକୁ ହେଇଯାଇଥିବ। ହେଇଗଲା ପରେ ମୁଁ ଯାଇକି ଭିଡ଼ିଓ ଛାଡ଼ିବି ୟୁଟ୍ୟୁବ୍ର। ମାନେ ମୁଁ ଶୋଇପଡ଼ିନି, ଆଉ ଚାର୍ଜ ବି ବସେଇ ନଥିଲି। ରାତିରେ ମୋବାଇଲ୍ ବି ସୁଇଚ୍ ଅଫ୍ ହେଇଯାଇଥିଲା। ପୁଣି ଦେଖିଲା ବେଳକୁ ସକାଳୁ ଉଠିକି 1% ଚାର୍ଜ ଥିଲା। ସେଇଟାରୁ ପୁଣି ମୁଁ ବି ଆଉ ଟାଇମ୍ ବି ଦେଉନି। ମାନେ ଦିନରେ ମୋର ଯାହାହେଲେ ବି ଗୋଟେ ବ୍ଲଗ୍ ଆସିବ। ଟାଇମ୍ ବି ମୁଁ ଜାଣିପାରୁନି କେତେଟା ଟାଇମ୍ରେ ଭିଡ଼ିଓ ଅପଲୋଡ଼ କଲେ ମାନେ ଭାଇରାଲ୍ ହୁଏ, ମୁଁ ଏଇଟା ଜାଣିନି। ସେଇଥିଲାଗି ମାନେ କିନ୍ତୁ ସକାଳ ବେଳିଆ ଭିଡ଼ିଓଟା ଅପଲୋଡ଼ ହେବ, ଏଇଟା ମୁଁ କେବଳ କହିପାରିବି। ସକାଳ ବେଳିଆ ଭିଡ଼ିଓ ଅପଲୋଡ଼ ହେବ। ଆଉ କେତେବେଳେ ଭିଡ଼ିଓ ଅପଲୋଡ଼ ହେବ, କେତେଟା ଟାଇମ୍ ପ୍ରପର୍ ଟାଇମ୍ଟା ମୁଁ ଜାଣିନି, ହେଲେ ଆଉ ଟାଇମ୍ ଦେଉନି ମୁଁ। ତ ଠିକ୍ ଅଛି ଫ୍ରେଣ୍ଡସ୍, ଏବେ ମାନେ ବ୍ଲଗ୍କୁ ଟିକେ ଆଗକୁ ନେବା। ମାନେ ଖାଲି ଏମିତି କଥାବାର୍ତ୍ତା ହେଲେ ତ କିଛି ହେଇପାରିବନି। ବ୍ଲଗ୍ ଟିକେ ଆଗକୁ ନେବା। ସୋ ଫ୍ରେଣ୍ଡସ୍, ये देखो क्या करेगा। ସୋ ଫ୍ରେଣ୍ଡସ୍, ଏଇଟା ତୁମେ ସବୁ ଭାବିଥିବ କି ସେ କୁଆଡ଼େ ପଳେଇଲା, କ'ଣ ସେପଟେ ପଳେଇଲା, କିଛି ବୁଝିହେଲାନି। ତୁମେ ଏହା ଭାବିଥିବ। ମୁଁ ଖାଲି ଟିକେ ଗନି ସେପଟା ଡ୍ରେସ୍ଟାକୁ ଟିକେ ସାଇଜ୍ ମାଇଜ୍ କରିକି ଆଇନି। ଏଇଟା ଦେଖ, ମାନେ ବେନିୟନଟାକୁ କେମିତି ମାରିଛି, ମାନେ ଏତିକି ଦେଖ ମାରିଛି, ଏତିକି ଦେଖ ମରା ହେଇଛି ବେନିୟନଟାର। ଦେଖ ଏତିକି ମରା ହେଇଛି, ଏତିକି ମାରିଛି ବେନିୟନଟା। ମାନେ ପୁରା ଢିଲା ହେଉଥିଲା, ଢିଲା ହେଲା ପରେ ପୁଣି ମାରିକି ଯାଇକି ଡ୍ୟୁଟି ପିନ୍ଧିକି ଗଲି। ମାନେ ଗୋଟେ ସପ୍ତାହ ଏମିତି ରୁମ୍ରେ ରଖିନି। ତାପରେ ମାନେ ଆର ସପ୍ତାହ ଦେଇଥିଲା 15-20 ତାରିଖ ଦେଇଥିଲା। ଆଜି ଆସିକି 7 ତାରିଖ ହେଲାଣି। 7 ତାରିଖ ହେଲେ ମୁଁ ଯାଇଥିଲି, ଆଜି ଆସିକି 6 ତାରିଖ ହେଲାଣି। 6 ତାରିଖ ହେଲେ ମୁଁ 3 ତାରିଖ ଦିନ ପିନ୍ଧିକି ଯାଇଥିଲି, ଆଉ ଆଜି ପୁଣି ପିନ୍ଧିକି ଗଲି। ସୋ ଫ୍ରେଣ୍ଡସ୍, ମାନେ ଆଜି ମୁଁ କାହିଁକି ଜଲ୍ଦି ପଳେଇ ଆଇନି ଡ୍ୟୁଟିରୁ? ମାନେ ଦେଖ, ଆଜି ମାନେ କ'ଣ ହେଲା ନା, ଡ୍ୟୁଟି ଫାର୍ଷ୍ଟରେ ତ ଗନି ଯାଇକି, ମାନେ ଆଜି ଗୋଟେ ମାନେ ଇଏ କଥା ହେଲା। ଠିକ୍ବାର ଆଜି ନା କାଲି ଏମିତି ପଳେଇବେ ଠିକ୍ବାର ଘରକୁ, ଯିବେ ଯାଇକି ପୁଣି ଆସିବେ, ଏଇଠି ପୁଣି ଆସିବେ। ତ ଫ୍ରେଣ୍ଡସ୍, ନାହିଁ ଯେ ଯିବେ ମୁଁ ଜାଣିଛି। ଆଜି ଯିବେ ନାହିଁ, ଆଜି ଯେଉଁ ରୁମ୍ରେ ନାହାନ୍ତି, କୁଆଡ଼େ ଯାଇଛନ୍ତି ମୁଁ ଜାଣିନି। ଦୀପ ଭାଇ ବି ତାର ତଳେ ଶୋଇଛି। ସେ କାଲି ବୋଧେ ଯିବେ, କାଲି ସକାଳୁ ଯିବେ। ତ ଫ୍ରେଣ୍ଡସ୍, ମାନେ ଆଜି ମୁଁ ଡ୍ୟୁଟିରୁ ଜଲ୍ଦି କେମିତି କାହିଁକି ପଳେଇନି? ମାନେ ଫ୍ରେଣ୍ଡସ୍, ଆଜି ମୁଁ ସକାଳୁ ବି ଲେଟ୍ରେ ଯାଇଥିଲି। ମୋ ସର୍ଭିସ୍ ପିଲା ଯାଇଥିଲେ କେତେଟା 5:30 ବେଳେ, ମୁଁ ଯାଇଥିଲି ଆଜି 6:30 ବେଳେ କିଚେନ୍ ବାଲାଙ୍କ ସହିତ। ମାନେ କିଚେନ୍ ବାଲାଙ୍କ ସହିତ ଯାଇଥିଲି ସର୍ଭିସ୍ କାମ କରିକି ମାନେ ଆଜି ଶନିବାର ଥିଲା, ସେଇ ଲାଗି ମାନେ ଟିକେ ଜଲ୍ଦି ମୁଁ କାମ କରିଦେଲି। ସବୁ ମାନେ ଯେଉଁଟା ଆମେ 4ଟା ବେଳେ କରେ, ସେଇଟା ମାନେ ଏଇ ଗାଧୁଆ ଟାଇମ୍ରେ କରିଦେଇକି 1 ସୁଦ୍ଧା ସାରିଦେନି ସବୁ। ଆଉ 100-200 ପ୍ଲେଟ୍ ଥିଲା, ମାନେ ମାରିଦେଇକି ସେଆକୁ ମୁଁ ଆଉ ଆଇପି ମାରିଦେଇକି 3ଟା ବେଳେ ସୁଦ୍ଧା ମାନେ ପଳେଇନି। ଯାଇକି ଶୋଇଥିଲି ରେଷ୍ଟରୁମ୍ରେ, ଶୁଆଇକି ଆଇନି। ମାନେ ଆମ ଓଡ଼ିଆ ଭାଇ ଜଣେ ମାନେ ରେଷ୍ଟୁରାଣ୍ଟରେ ଯେଉଁ ମାଛି ମାରନ୍ତି, ସେ ଆଉ ସବୁ କରିଛନ୍ତି। ଏକ ମାଇଲା ତାଙ୍କ ସହିତ ପଳେଇ ଆଇନି ଦିବାକର ସାର୍ଙ୍କୁ କହିକି। କ'ଣ କରିବା, ମାନେ କାମ ସରିଗଲା, କାହିଁ ଖାଲିଟାରେ ସେଠି ବସିବି। ଏଠି ରହିକି ଭିଡ଼ିଓ ପକେଇକି ଉଡ଼ାଜାହାଜ କେଉଁଠି ଗୋଟେ ଯାଉଛି ଦେଖାହେଉନି। ଏଇଠି ମାନେ ଉଡ଼ାଜାହାଜଟା ବହୁତ ପାଖରେ ଯାଉଛି ବାଦଲ, ସେଇ ସିଧା ଯାଉଛି, ଏଇପଟରେ ଯାଉଛି ଫ୍ରେଣ୍ଡସ୍। ହେଲେ ବ୍ୟାକ୍ କ୍ୟାମେରା କରିନେ ବି ଦେଖି ହେବନି। ମାନେ ଦୂର ଯାଉଛି, ମାନେ ଯାହାର ନେବେ ତୁମେ ମୋ କ୍ୟାମେରାରେ ଯେଉଁଟା ଦେଖାବନି, ସେଇଟା ଆଖିର ମାନେ ଦେଖାଯିବ। ଯେତେ ଦୂର ହେଇଥାଉ ଟିକେ ଫାଙ୍କା ଏରିଆ, ସେଇ ଲାଗି ଦେଖାଲା।
ତ ଫ୍ରେଣ୍ଡସ୍ ଦେଖୁଥିବେ କେତେ ରାଇଟ୍ ହେଇଯାଇଛି, ମାନେ ଏଇଟା ଯଦି ରାଇଟ୍ ହେଇଛି ଏବେ ଏଇ ମାନେ ଦେହଟା ହାତଟା ଆହୁରି ବେଶୀ ରାଇଟ୍ ହେଇଯାଇଛି। ହାତଟା ଦେଖ ମାନେ ପତଳା ହାତଟା ଦେଖିଲା ବେଳକୁ ଟାଇଟ୍ ହେଇଯାଇଛି ବେଶୀ। କ'ଣ କରିବା ଦେଖ ଫ୍ରେଣ୍ଡସ୍, ଏଇ ସାର୍ଟଟା ମାନେ କେମିତି ଦେଖାଯାଉଛି, କେମିତି ଦେଖାଯାଉଛି ତ ମୁଁ ଜାଣିନଥିବି। ଖାଲି ଆସୁଛି, ଆଉ ତ କିଛି ଭିଡ଼ିଓ ମାନେ ଏପଟ ସେପଟକୁ ଯିବା ପଡ଼ିବ କିଛି ଆସୁନି, ଖାଲି ବସିକି ଗୋଟେ ଭିଡ଼ିଓ କରୁଛି, ଖାଲି ଏଇ ଭିଡ଼ିଓ ଆସୁଛି। କାହିଁକିନା ଏଠି ମୁଁ ଜାଣିନି କିଛି ଜାଣିନି, କାହାକୁ ଯାଇକି ସେ କୁଆଡ଼େ ଯିବି ବୁଲିତେ ଆଜି ଭିଡ଼ିଓ କରିବି, ଏଇଆ ଭିଡ଼ିଓ କରିବି ସବୁ ବାହାରେ। ଆଉ ଗୋଟେ ଫ୍ରେଣ୍ଡସ୍ ଖୁସି ଖବର ହେଉଛି ଆନିମି ଆଜି ମୋର ପେମେଣ୍ଟଟା ଆସିଗଲା। ଆଉ ପେମେଣ୍ଟରେ ଗୋଟେ ମାନେ ଆନିମି କ'ଣ ନା କ୍ୟାମେରା ଷ୍ଟାଣ୍ଡ ଆଉ ଗୋଟେ ମାଇକ୍ରୋଫୋନ୍ ଆନିମି। ଏତିକି କଥା, ମାନେ ମାନେ କ୍ଲିଅର୍ ପୁରା ଶୁଭିବ, ପବନ ପବନ କିଛି ଶୁଭିବନି। ସେଇଥିଲାଗି ମାନେ ମାଇକ୍ରୋଫୋନ୍ ଆଉ ଗୋଟେ କ୍ୟାମେରା ଷ୍ଟାଣ୍ଡ ଆନିମି। 2000 ଭିତରେ ଟଙ୍କାର ଆନିମି, ପଇସା ବି ନାହିଁ ପାଖରେ ଏବେ ଟଙ୍କାଟେ ବି। ସେ ଗେମ୍ଟା ବି ଯେଉଁ କହୁଛନ୍ତି ସେ ଗେମ୍ଟାର କ'ଣ କରିବା, ନିଦ ବଳିଆରେ 1800 ଟଙ୍କା 1700 ଟଙ୍କା ଲଗେଇ ଦେଇଥିଲି, ଆଉ ଜାଣିପାରିଲିନି। ଜାଣିଥିଲି ତ ମୁଁ ଜାଣିଥିଲି ସେ ଗେମ୍ଟାର ସେଇ ବ୍ୟାଚ୍ଟା ମୁଁ ହାରିବି, ହେଲେ ମୁଁ ଭାବିଲି 10 ଟଙ୍କା ଲଗେଇବି, 10 ଟଙ୍କା ଲଗେଇ ଦେଇଛି। ତାପରେ ନିଦ ବଳିଆରେ କେତେବେଳେ 1700 ଟଙ୍କା ଲଗେଇ ଦେଇଛି, ଆଉ ଥରେ ପାଇଲିନି। ତ ଫ୍ରେଣ୍ଡସ୍ ଠିକ୍ ଅଛି, ମାନେ ନିଦ ତ ଆଇଲାନି ମୋତେ ଏଇଲାଗେ ବି। ମୋବାଇଲର ଟିକେ ମାନେ ଶୋଇପଡ଼ିଥିଲି, ତାପରେ ଆସିକି ଏଠି ବି ନିଦ ଆଇଲାନି ଜୋରସରେ। ମୋବାଇଲ ଚାର୍ଜରଟା ରଖିଦେଇଛି କମ୍ପାନୀରେ ରଖିଦେଇଛି ଆଜି ଚାର୍ଜ କହୁଥିଲି, ଯେଉଁ ସକାଳେ ଆଜି ଚାର୍ଜ ନଥିଲା 1% ଥିଲା, ନେଇକି ଯାଇଥିଲି ଯେମିତି ଭିଡ଼ିଓ ମାନେ ଇଏ କଲି 2-3% ହେଇଥିଲା ଛାଡ଼ିକି, ତାପରେ 10% ଭିତରେ ହେଇଯାଇଥିଲା। ସେଇ 6:30 ବେଳେ ଟାଇମ୍ର ଛାଡ଼ି ଦେଇଥିଲି ଭିଡ଼ିଓ ଅପଲୋଡ଼ କରିଦେଇଥିଲି ୟୁଟ୍ୟୁବ୍ର। ସେ କିନ୍ତୁ କ'ଣ ହେଇଛି ନା ମାନେ ଟାଇମ୍ଟା କେମିତି ପଳେଇ ଆସିଛି 12ଟା AM ଯିବ ଭିଡ଼ିଓଟା, କେମିତି କ'ଣ ହେଲା ନା କ'ଣ କରିବା। ଆଇଲା ଆମର କେତେ ପରସେଣ୍ଟ ଚାର୍ଜ ଅଛି ଟିକେ ଦେଖିବା, 43% ଅଛି। 90% ଡାଟା ବି ଆଜି ସରିଗଲାଣି। ଶନିବାର ମାର୍କେଟ ଅଛି, ମାନେ ହାଇ ଆଇଲାନି ହାଇ ମାଇଲି। ତ ଠିକ୍ ଅଛି ଫ୍ରେଣ୍ଡସ୍, ବ୍ଲଗ୍ ଆଜି ପାଇଁ ଏତିକି ଥାଉ। ବ୍ଲଗ୍ ଯଦି ଭଲ ଲାଗିଥିବ ଲାଇକ୍ କରିବ, ଯଦି ଭଲ ନ ଲାଗିଥିବ ଲାଇକ୍ କରିବ, ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ କରିବ, ଯଦି ଭଲ ନ ଲାଗିଥିବ ସବସ୍କ୍ରାଇବ୍ କରିବ। ରଖୁଛି, ବାଏ ବାଏ, ଟାଟା।